15/16 ରାତି 15/16/3/2024 ରାତିରେ ଆମର ଏଠି କୋଟାପାଲି ଯେଉଁ ଗାଁ ଅଛି ସେ କୋଟାପାଲି ଗାଁରେ ତାଙ୍କର ଗ୍ରାମ୍ୟ ମନ୍ଦିର ଯେଉଁଟା ଭିଲେଜ ଟେମ୍ପୁଲ ଶିବ ମନ୍ଦିର ସେ ଶିବ ମନ୍ଦିରରୁ ତାଙ୍କର ପାର୍ବତୀଙ୍କର ମୂର୍ତ୍ତି ଆଉ ଯେଉଁ ନାଗ ସେ ମୂର୍ତ୍ତି ଅନ୍ୟାନ୍ୟ ମୂର୍ତ୍ତି ସବୁ ଚୋରି ହେଇଥିଲା। ଏ ବାବଦରେ ସେ ଆସିକି ଗୋଟେ ରିପୋର୍ଟ କରିଥିଲେ 16 ତାରିଖ ଦିନ ମାନେ ତା ପରଦିନ ସକାଳେ 172 ଡେଟେड 16/3/24 ଆଉ 457/380 ଗୋଟେ ବର୍ଗଲାରୀ କେସ୍ଟେ ହେଇଥିଲା। ଅନନୋନ୍ ଆକ୍ୟୁଜ୍ ସେ ଜାଣିନଥିଲେ କିଏ କରିଛନ୍ତି ବୋଲି। ସେ ରିପୋର୍ଟ କଲା ପରେ ସେ କେସ୍ର ଇନଭେଷ୍ଟିଗେସନ୍ କରିବା ସମୟରେ ଏସ୍ପି ସାହେବଙ୍କ ନିର୍ଦ୍ଦେଶରେ ଆମର ଟାଉନ୍ ଥାନାର 2ଟା ଟିମ୍ ହେଇଥିଲା। ଆଇଆଇସିଙ୍କ ଲିଡରସିପ୍ରେ ଗୋଟେ ଆଉ ଏସ୍ଆଇ ସୁଶାନ୍ତ ସାହୁଙ୍କ ଲିଡରସିପ୍ରେ ଗୋଟେ 2ଟା ଟିମ୍ କରିକି ସେ କେସ୍ଟାକୁ ଇନଭେଷ୍ଟିଗେସନ୍ କରୁଥିଲେ। ଇନଭେଷ୍ଟିଗେସନ୍ କଲାରୁ ଜଣାପଡ଼ିଲା ଯେ ଆମର ପଟିକରପାଲି ଗାଁର 2ଟା ପିଲା ସାମଲ ଦାସ ଆଉ ବନସ କନପୁରିଆ ଏ 2 ଜଣ ଚୋରି କରିଛନ୍ତି ଏବଂ ସେ ନେଇକିରି ତାକୁ ଦେଇଛନ୍ତି ଅକ୍ଷୟ ଘଡ଼େଇ ଆଉ ନୀଲି ବେହେରା ଏ 2 ଜଣଙ୍କୁ ଦେଇଛନ୍ତି। ଏ 4 ଜଣ ଯାକ ଗିରଫ ହେଇଛନ୍ତି। ଆଉ ଯାହା ଚୋରି ହେଇଥିଲା ସବୁ ମାନେ ଦେବାଦେବୀ ତାଙ୍କର ଗହଣା ଏ ସବୁ ଯାକ ରିକଭରି ହେଇଛି ଆଉ ସେ 4 ଜଣ ଗିରଫ ହେଇକିରି ଆଜି ଫରୱାର୍ଡ଼ ହେଇଛନ୍ତି। ଏ 4 ଜଣଙ୍କ ବାଦ ଅନ୍ୟମାନଙ୍କର କାହାର ସମ୍ପୃକ୍ତି ଅଛି ଆମେ ଭେରିଫାଏ କରୁଛୁ ଏବଂ ସେମାନେ ଏଇ ମନ୍ଦିର ବ୍ୟତୀତ ଅନ୍ୟ କେଉଁ ମନ୍ଦିରରେ ଯେଉଁ ଚୋରି ହେଇଛି ସେଥିରେ କାଳେ ଇନଭଲ୍ଭ ଥିବେ ସେ ବାବଦରେ ଆମର ତଦନ୍ତ ଜାରି ରହିଛି। ତାଙ୍କର କ୍ୟାରେକ୍ଟର ଆଣ୍ଟିସିଡେଣ୍ଟ ସେମାନେ ଅନ୍ୟ ଚୋରି କେସ୍ରେ ପୂର୍ବରୁ ଇନଭଲ୍ଭ ଅଛନ୍ତି। ସେ କେସ୍ର ଡିଟେଲ୍ସ ଆମେ କୋର୍ଟକୁ ସବୁ ଦେଉଛୁ। ପାଖ ଗାଁର ସେ ପଟିକରପାଲି କୋଟାପାଲି ପାଖ ଗାଁଟା ସେମାନେ ଚୋରି କରିଛନ୍ତି। ତାଙ୍କଠୁ ସବୁ ଜିନିଷ ରିକଭରି ହେଇଯାଇଛି।